ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ବର୍ତ୍ତମାନ ଆଧାର କାର୍ଡ଼ ଆପଣମାନଙ୍କର ସବୁ କ୍ଷେତ୍ରରେ ଗୋଟେ ଇମ୍ପୋର୍ଟାଣ୍ଟ ଡକୁମେଣ୍ଟ ହିସାବରେ ବ୍ୟବହାର କରୁଛନ୍ତି। ଆପଣମାନେ ଯଦି କୌଣସି ଅନଲାଇନରେ କାମ କରୁଛନ୍ତି ବା ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓପନ୍ କରୁଛନ୍ତି, ବିଭିନ୍ନ ପ୍ରକାର କାମ ପାଇଁ ଆଇଡେଣ୍ଟିଟି ପ୍ରୁଫ୍ ହିସାବରେ ଆପଣମାନଙ୍କର ଆଧାର କାର୍ଡ଼ଟିକୁ ମାଣ୍ଡାଟୋରି ଡକୁମେଣ୍ଟ ହିସାବରେ ବ୍ୟବହାର କରାଯାଏ। ତେଣୁ ଯଦି ଦୀର୍ଘ ଦିନ ଧରି ଆପଣମାନଙ୍କର ଆଧାର କାର୍ଡ଼ରେ କୌଣସି ଗୋଟେ ଭୁଲ ରହିଯାଇଛି, ବାରମ୍ବାର ଆପଣମାନେ କରେକ୍ସନ୍ କରିଲା ପରେ ମଧ୍ୟ ତାହା ଆପଣମାନଙ୍କର କରେକ୍ସନ୍ ହେଇପାରୁନାହିଁ ବା କିଛି ଆପଣମାନଙ୍କର ସର୍ଭିସେସ୍ ରହିଛି, ଯେମିତିକି ଆପଣମାନେ ଆଧାର କାର୍ଡ଼ର ଡେଟ୍ ଅଫ୍ ବାର୍ଥ କରେକ୍ସନ୍ କୁହନ୍ତୁ, ଆଧାର କାର୍ଡ଼ରେ ନେମ୍ରେ କରେକ୍ସନ୍ କୁହନ୍ତୁ, ଯେଉଁଟାକି ଏକ ନିର୍ଦ୍ଦିଷ୍ଟ ସମୟ ଅର୍ଥାତ୍ କିଛି ଟାଇମ୍ ପାଇଁ ଆପଣମାନଙ୍କର କରେକ୍ସନ୍ କରାଯାଏ। ତାପରେ ଆପଣମାନେ ଯଦି ସେଇ ଆଧାର କାର୍ଡ଼କୁ କରେକ୍ସନ୍ କରିବା ପାଇଁ ଯେକୌଣସି ଆଧାର ସେଣ୍ଟରକୁ ଯାଉଛନ୍ତି, ତାହେଲେ ସେଠି ଆପଣମାନଙ୍କର ଆଧାର କରେକ୍ସନ୍ ହେଇପାରୁନାହିଁ। ତେଣୁ ଏହିସବୁ ସମସ୍ୟା ସାଧାରଣତଃ ଆମେ ଯଦି ଦେଖିବା, ଆଧାର କାର୍ଡ଼ରେ ସବୁବେଳେ ସମସ୍ତଙ୍କର ଲାଗି ରହିଥାଏ। ତ ଯଦି ଆପଣମାନଙ୍କର ଦୀର୍ଘ ଦିନ ଧରି ଆଧାର କାର୍ଡ଼ରେ ଥିବା ଭୁଲକୁ କରେକ୍ସନ୍ ଆପଣମାନେ କରିପାରୁନାହାନ୍ତି, ତାହେଲେ ବର୍ତ୍ତମାନ ଆପଣମାନେ ଏସବୁର କରେକ୍ସନ୍ କରିପାରିବେ। ତ ଏସବୁ କରେକ୍ସନ୍ କରିବା ପାଇଁ ହେଲେ ଆମ ଓଡ଼ିଶା ସରକାରଙ୍କ ତରଫରୁ ଗୋଟେ ସୁନ୍ଦର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଆପଣମାନଙ୍କର ଆଧାର ରିଲେଟେଡ୍ ସମସ୍ତ ଇସ୍ୟୁ ଆପଣମାନେ ସଲ୍ଭ କରିପାରିବେ। ତେଣୁ ଆସନ୍ତୁ ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଆଧାର କାର୍ଡ଼ରେ ଥିବା କୌଣସି ଗୋଟେ ଭୁଲକୁ ଆପଣମାନେ କେମିତି ସଜାଡ଼ି ପାରିବେ ବା ଦୀର୍ଘ ଦିନ ଧରି ଯେଉଁ ଆଧାର କାର୍ଡ଼ରେ ଆପଣମାନଙ୍କର ପ୍ରୋବ୍ଲେମ୍ ରହିଛି ତାର ସଲ୍ୟୁସନ୍ ଆପଣମାନେ କେମିତି ପାଇପାରିବେ। ତ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଆଜିର ଏହି ଭିଡ଼ିଓରେ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ଏବଂ ଏହି ଭିଡ଼ିଓଟି ଆପଣମାନେ ଯଦି ଫେସବୁକ୍ ବା ଇନଷ୍ଟାଗ୍ରାମରେ ଦେଖୁଛନ୍ତି, ତ ନିହାତି ଆପଣମାନେ ଆମକୁ ଫଲୋ କରିଦେବେ। ତ ଦେଖନ୍ତୁ, ଆଧାର କାର୍ଡ଼ରେ କିଛି ସର୍ଭିସେସ୍ ରହିଛି ଯେଉଁଟାକି ଆପଣମାନେ ଥରେ ବା ଦୁଇଥର କରେକ୍ସନ୍ କରିପାରିବେ। ଯେମିତିକି ଆପଣମାନଙ୍କର ଡେଟ୍ ଅଫ୍ ବାର୍ଥ ହେଲା, ଆପଣମାନଙ୍କର ନାମ ହେଲା, ଏହିସବୁ କରେକ୍ସନ୍ ଆପଣମାନଙ୍କର ଗୋଟିଏ ଥର କରିସାରିଲା ପରେ ସେକେଣ୍ଡ ଟାଇମ୍ ଆପଣମାନେ ଆଉ କରେକ୍ସନ୍ କରିପାରିବେ ନାହିଁ। ତ ଯଦି ପ୍ରଥମ ବା ଦ୍ୱିତୀୟ ଥର କରେକ୍ସନ୍ କଲା ପରେ ମଧ୍ୟ ଆପଣମାନଙ୍କର ଆଧାର କାର୍ଡ଼ର ଡେଟ୍ ଅଫ୍ ବାର୍ଥ ଭୁଲ ରହିଯାଉଛି, ନାମ କରେକ୍ସନ୍ ହେଇପାରୁନାହିଁ, ଏହିସବୁ ସମସ୍ୟା ସମାଧାନ ବର୍ତ୍ତମାନ ଆପଣମାନେ କରିପାରିବେ। ଏହା ପାଇଁ ଆପଣମାନଙ୍କର ଓଡ଼ିଶା ସରକାରଙ୍କ ତରଫରୁ ଓକାକ୍ ଟାୱାରରେ ପ୍ରତ୍ୟେକ ସୋମବାର ଦିନ ଆପଣମାନଙ୍କର ଯେଉଁ ରହିଛି ଆଧାରର ରିଜନାଲ୍ ଅଫିସ୍, ସେଥିରେ ସବୁକିଛି କାମ ଆପଣମାନଙ୍କର ହେଇପାରେ। ତେଣୁ ଆପଣମାନେ ଯଦି ଆପଣଙ୍କର ଆଧାର କାର୍ଡ଼କୁ କରେକ୍ସନ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଓକାକ୍ ଟାୱାରରେ ସୋମବାର ଦିନ, ଯେଉଁଟାକି ଆପଣମାନଙ୍କର ଭୁବନେଶ୍ୱରରେ ଅବସ୍ଥିତ ଅଛି, ସୋମବାରରେ ଆପଣମାନେ ଯାଇ ସେଠି ନିଜର ସ୍ଲଟ୍ ବୁକ୍ କରିବେ। ସ୍ଲଟ୍ ବୁକ୍ କରିସାରିଲା ପରେ ଆପଣମାନଙ୍କର ଆଧାର କାର୍ଡ଼ ରିଲେଟେଡ୍ ଯାହା ବି ଇସ୍ୟୁ ରହିଛି ତାର ସର୍ଟ ଆଉଟ୍ କରିପାରିବେ। ତେଣୁ ଆସନ୍ତୁ ଜାଣିବା କେମିତି ଆପଣମାନେ ନିଜର ସ୍ଲଟ୍ ବୁକ୍ କରିବେ ଏବଂ ସ୍ଲଟ୍ ବୁକ୍ କରିବା ସମୟରେ ଆପଣମାନେ କ'ଣ କ'ଣ ଡିଟେଲ୍ସ ଦେବେ ଜାଣିବା। ସର୍ବପ୍ରଥମେ ଆପଣମାନଙ୍କ ମୋବାଇଲରେ ଆପଣମାନେ ସର୍ଚ୍ଚ କରିଦେବେ ଓକାକ୍। ମନେ ରଖନ୍ତୁ, ଆପଣମାନେ ନିଜ ମୋବାଇଲର ଯେକୌଣସି ବ୍ରାଉଜରରେ ଓକାକ୍ ବୋଲି ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ ଫାଷ୍ଟ ଅପସନ୍ ଦେଖନ୍ତୁ ଆସିବ। ତ ସେଇ ଫାଷ୍ଟ ଅପସନ୍ରେ ଆପଣମାନେ କ୍ଲିକ୍ କରିବେ। ଓକାକ୍ ଅର୍ଥାତ୍ ଆପଣମାନଙ୍କର ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର, ଯେଉଁଟାକି ଆପଣମାନଙ୍କର ଭୁବନେଶ୍ୱରରେ ଅବସ୍ଥିତ। ଆପଣମାନେ ଯେକୌଣସି ଜିଲ୍ଲାର ଭିଡ଼ିଓ ଯଦି ଦେଖୁଛନ୍ତି, ତାହେଲେ ଏହି ପ୍ରୋସେସ୍ ଫଲୋ କରି ଆପଣଙ୍କର ଆଧାର କାର୍ଡ଼ରେ ସବୁକିଛି ସମସ୍ୟାର ସମାଧାନ କରିପାରିବେ। କାରଣ ଦେଖନ୍ତୁ, ଆଧାର କାର୍ଡ଼ରେ କରେକ୍ସନ୍ କରିବା ପାଇଁ ବହୁତ ଜାଗାରେ ଆପଣମାନଙ୍କର ଆଧାର ସେଣ୍ଟର ଅଛି, କିନ୍ତୁ ସବୁ ଆଧାର ସେଣ୍ଟରରେ ଆପଣମାନଙ୍କର ସବୁ କାମ ହୋଇପାରେ ନାହିଁ। ଗୋଟେ ଲିମିଟେଡ୍ ଟାଇମ୍ ଭିତରେ ଆପଣମାନେ ଯଦି କରୁଛନ୍ତି, ତାହେଲେ ସେସବୁର କରେକ୍ସନ୍ ହୁଏ। ଯେତେବେଳେ ଆପଣଙ୍କର ଲିମିଟ୍ କ୍ରସ୍ ହେଇଯାଏ, ସେ ସମୟରେ ଆପଣମାନଙ୍କର କରେକ୍ସନ୍ ହେଇପାରେ ନାହିଁ। ତା ପାଇଁ ଆପଣମାନେ ମଧ୍ୟ ବହୁତ ସମୟରେ ଆମେ ଦେଖିଛୁ, ବହୁତ ଜଣ ଆପଣମାନଙ୍କର 2000, 3000, 5000 ଟଙ୍କା ମଧ୍ୟ ଦେଇଥାନ୍ତି। କିନ୍ତୁ ଏଇଟା ଆପଣମାନଙ୍କର ଫ୍ରି ଅଫ୍ କଷ୍ଟରେ ଆପଣମାନେ କରିପାରିବେ। ତ ଦେଖନ୍ତୁ, ଓକାକର ଅଫିସିଆଲ ୱେବସାଇଟ୍‌କୁ ଆସିଲା ପରେ ଏଠି ଆପଣମାନଙ୍କର ଗୋଟେ ଅପସନ୍ ରହିଛି, ରେଜିଷ୍ଟର ଆଧାର ରିଲେଟେଡ୍ ଗ୍ରିଭେନ୍ସ। ତ ସେଇ ଆଧାର ରିଲେଟେଡ୍ ଗ୍ରିଭେନ୍ସ ଅପସନ୍‌ରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ, ଏଠି ଆପଣମାନଙ୍କର ଆସିଛି ନେକ୍ସଟ ଯେଉଁ ସ୍ଲଟ୍ ବୁକିଂର ଡେଟ୍ ରହିଛି କେବେ ଦେଖନ୍ତୁ ନା, ନେକ୍ସଟ ଡେଟ୍ ରହିଛି ଆପଣମାନଙ୍କର 29 ଜୁନ୍ 2026। ଅର୍ଥାତ୍ ଆସନ୍ତା ସୋମବାର ଦିନ ଆପଣମାନଙ୍କର ଆଧାର ରିଲେଟେଡ୍ ଯାହା ବି ପ୍ରୋବ୍ଲେମ୍ ଅଛି, ଆପଣମାନେ ସ୍ଲଟ୍ ବୁକ୍ କରି ସବୁକିଛି ସେଠି କରିପାରିବେ। ସେଥିରେ ଦେଖନ୍ତୁ ସ୍ଲଟ୍ ବର୍ତ୍ତମାନ ସୁଦ୍ଧା କେତୋଟି ଆଭେଲେବୁଲ୍ ଅଛି, 140ଟି ସ୍ଲଟ୍ ଅଛି। ଆପଣମାନେ 140ଟି ସ୍ଲଟ୍ ପାଇଁ ବର୍ତ୍ତମାନ ଯେଉଁଟାକି ବୁକିଂ କରିବେ। ତ ଆପଏଣ୍ଟମେଣ୍ଟ ବୁକିଂ କରିବେ। ତା ସହିତ ଦେଖନ୍ତୁ, ଏଠି ଆପଣମାନଙ୍କର ଫିଜିକାଲି ଭିଜିଟ୍ କରିବା ପାଇଁ ପଡ଼ିବ। ଏଥିରେ ଅନଲାଇନ୍‌ର କିଛି ପ୍ରୋସେସ୍ ନାହିଁ। ଯଦି ଆପଣମାନେ ଯେକୌଣସି ଡିଷ୍ଟ୍ରିକ୍ଟରୁ ବିଲଙ୍ଗସ୍ କରୁଛନ୍ତି,
ତାହେଲେ ଦେଖନ୍ତୁ ଆପଣମାନଙ୍କୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ବା ଅକାକ ପ୍ଲଟ ନମ୍ବର ଦେଖନ୍ତୁ 1 ରହିଛି ଡି ଆଚାର୍ଯ୍ୟ ବିହାର ଭୁବନେଶ୍ୱର 751013 ଏଠି ଆପଣମାନଙ୍କୁ ଯୋଉଟାକି ଆସିବା ପାଇଁ ପଡ଼ିବ। ତ ଯଦି ଆପଣମାନେ ନିଜର ଆପଏଣ୍ଟମେଣ୍ଟ ବୁକ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଟେକ୍ ଆପଏଣ୍ଟମେଣ୍ଟ ଅପସନରେ କ୍ଲିକ୍ କରିବେ। ଟେକ୍ ଆପଏଣ୍ଟମେଣ୍ଟ ଅପସନରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ରହିଛି ଆପଣମାନଙ୍କର ମୋବାଇଲ ନମ୍ବର। ଏଠି ଆପଣମାନେ ନିଜର ମୋବାଇଲ ନମ୍ବର ଦେବେ। ତାପରେ ରହିଛି ଦେଖନ୍ତୁ ନେମ୍ ଅର୍ଥାତ୍ ଫୁଲ୍ ନେମ୍ ଆପଣମାନଙ୍କୁ ଯାହାର ବି କରେକ୍ସନ୍ ଆପଣମାନେ କରିବେ ତାଙ୍କର ଫୁଲ୍ ନେମ୍ ଏଠି ଆପଣମାନେ ଦେବେ। ତାପରେ ତଳକୁ ସ୍କ୍ରୋଲ୍ କଲା ପରେ ଦେଖନ୍ତୁ ରହିଛି ଏଜ୍ ଆପଣମାନଙ୍କର ଏଜ୍ ବର୍ତ୍ତମାନ କେତେ ରହିଛି। ତାପରେ ଏଠି ଆପଣମାନଙ୍କର ଜେଣ୍ଡର ସିଲେକ୍ଟ କରିବେ ମେଲ୍ ଫିମେଲ୍ ଯେଉଁଟାକି ଆପଣମାନଙ୍କ ଜେଣ୍ଡର ସିଲେକ୍ଟ କରିବେ। ଜେଣ୍ଡର ସିଲେକ୍ଟ କରିସାରିଲା ପରେ ରହିଛି ଡିଷ୍ଟ୍ରିକ୍ଟ। ଏଠି ଆପଣମାନେ ନିଜର ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବେ। ଡିଷ୍ଟ୍ରିକ୍ଟ ସିଲେକ୍ଟ କଲା ପରେ ଇମେଲ୍ ଆଇଡି ଆପଣମାନେ ଦେଇପାରିବେ। ଏଠି ଯୋଉଟାକି ଅପସନାଲ୍ ଅଛି ଆପଣ ଇମେଲ୍ ଆଇଡି ନଦେଲେ ମଧ୍ୟ ଚଳିବ। ତାପରେ ଦେଖନ୍ତୁ ଏଇଠୁ ପ୍ରୋସେସ୍ ଆରମ୍ଭ ହେଲା। ପ୍ରଥମ ଗୋଟେ ରହିଛି ଦେଖନ୍ତୁ ଆଇଡି ପ୍ରୁଫ୍। ଆଇଡି ପ୍ରୁଫ୍ ହିସାବରେ ଆପଣମାନେ କ'ଣ ଦେବେ? ତ ଆଇଡି ପ୍ରୁଫ୍ ହିସାବରେ ଏଠି ଆପଣମାନେ ନିଜର ଆଇଡେଣ୍ଟିଟି ପ୍ରୁଫ୍ ହିସାବରେ ଆଧାର କାର୍ଡକୁ ସିଲେକ୍ଟ କରିବେ। ଆଧାର କାର୍ଡ ସିଲେକ୍ଟ କଲା ପରେ ଏଠି ଆପଣମାନଙ୍କର ଆଧାର କାର୍ଡର ନମ୍ବର ଦେବେ। ଆଧାର କାର୍ଡ ନମ୍ବର ଦେଇ ସାରିଲା ପରେ ତଳକୁ ଆପଣମାନେ ସ୍କ୍ରୋଲ୍ କରିବେ। ତାପରେ ରହିଛି ଦେଖନ୍ତୁ ଡିସାବିଲିଟି ଟାଇପ୍। ଯଦି ଆପଣମାନେ ଡିସାବିଲିଟି ଅଛନ୍ତି ବା ଆପଣମାନେ ଭିନ୍ନକ୍ଷମ ଅଛନ୍ତି ତାହେଲେ ଏଠି ଦେବେ। ନହେଲେ ଏଠି ନନ୍ ଅପସନରେ କ୍ଲିକ୍ କରିଦେବେ। ତାପରେ ଦେଖନ୍ତୁ ରହିଛି ଆପଣମାନଙ୍କର ଦେଖନ୍ତୁ ଏଠି ଯୋଉ କ୍ୟାଟେଗୋରୀ ରହିଛି ଯୋଉଟାକି ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୟାଟେଗୋରୀ ହିସାବରେ ଆପଣମାନଙ୍କର କ'ଣ ପ୍ରୋବ୍ଲେମ୍ ଅଛି ଆଧାର କାର୍ଡରେ ସେଇ ଡିଟେଲ୍ସ ଦେବେ। ପ୍ରଥମ ଗୋଟେ ଦେଖନ୍ତୁ ଲେଖାଯାଇଛି ଡିଆକ୍ଟିଭେଟ୍ ଅଣ୍ଡର ରେଗୁଲେସନ 28 ଅର୍ଥାତ୍ ଆଧାର କାର୍ଡର ରୁଲ୍ 28 ଅନୁସାରେ ଯଦି ଆପଣମାନଙ୍କର ଆଧାର କାର୍ଡ ଡିଆକ୍ଟିଭେଟ୍ ହେଇଯାଇଛି ତାପରେ ବା ଡିକ୍ରେଜ୍ କେସେସ୍ ଅଛି ଡିଲେ ଇନ୍ ପ୍ରୋସେସିଂ ଯଦି ଆପଣମାନେ ବହୁତ ଦିନ ହେଲା ଆବେଦନ କରିଛନ୍ତି ଆଧାରରେ କିଛି କରେକ୍ସନ୍ କରିଛନ୍ତି ବର୍ତ୍ତମାନ ସେଇଟା କମ୍ପ୍ଲିଟ୍ ହେଇନାହିଁ। ତାପରେ ରହିଛି ଡେଟ୍ ଅଫ୍ ବାର୍ଥ କରେକ୍ସନ୍ ଆଉ ଗୋଟେ ରହିଛି ଡେଟ୍ ଅଫ୍ ବାର୍ଥ ଲିମିଟ୍ କ୍ରସ୍। ଦେଖନ୍ତୁ ଏଇଠି ଭଲ ଭାବରେ ଦେଖନ୍ତୁ ଯଦି ଡେଟ୍ ଅଫ୍ ବାର୍ଥ ଖାଲି କରେକ୍ସନ୍ କରିବେ ସେଇଟା ଆପଣମାନଙ୍କର ହେଇପାରିବ। ଯଦି ଡେଟ୍ ଅଫ୍ ବାର୍ଥର ଲିମିଟ୍ କ୍ରସ୍ ହେଇଯାଇଛି ଯୋଉଟାକି 2 ଟାଇମ୍ସ ଅଛି ଅର୍ଥାତ୍ ଆପଣମାନେ ନୂଆ ବନେଇଲେ ତାପରେ ଆଉଥରେ ଅପଡେଟ୍ କରିଲେ ତାପରେ ଯଦି ଅପଡେଟ୍ କରୁଛନ୍ତି ଯଦି ଆପଣଙ୍କୁ ଶୋ କରୁଛି ଡେଟ୍ ଅଫ୍ ବାର୍ଥ ଲିମିଟ୍ କ୍ରସ୍ ତାହେଲେ ଏଠି ଆପଣମାନେ ସେଇ ଅପସନରେ କ୍ଲିକ୍ କରିବେ। ତାପରେ ଗୋଟେ ରହିଛି ଦେଖନ୍ତୁ ଫାର୍ଷ୍ଟ ନେମ୍ ଫୁଲ୍ ନେମ୍ କରେକ୍ସନ୍ ତାପରେ ଜେଣ୍ଡର ଲିମିଟ୍ କ୍ରସ୍ ମଲ୍ଟିପୁଲ୍ ଆଧାର ନମ୍ବର ନେମ୍ କରେକ୍ସନ୍ ରିଜେକ୍ଟ ମଲ୍ଟିପୁଲ୍ ଟାଇମ୍ସ ଯାହା ବି ଆପଣମାନଙ୍କର ପ୍ରୋବ୍ଲେମ୍ ଅଛି ସେଇଟା ଆପଣମାନେ ସିଲେକ୍ଟ କରିବେ। ଯଦି ଆପଣମାନଙ୍କ ଡେଟ୍ ଅଫ୍ ବାର୍ଥର ଲିମିଟ୍ କ୍ରସ୍ ହେଇଯାଇଛି ତ ଏଠି ଆମେ ସିଲେକ୍ଟ କରିଦେଲୁ ଡେଟ୍ ଅଫ୍ ବାର୍ଥ ଲିମିଟ୍ କ୍ରସ୍। ତାପରେ ରହିଛି ଆଡ୍ରେସ୍ ଏଠି ଆପଣମାନେ ନିଜର ଫୁଲ୍ ଆଡ୍ରେସ୍ ଯୋଉଟାକି ଦେବେ ଅର୍ଥାତ୍ ଆପଣମାନେ କେଉଁ ଡିଷ୍ଟ୍ରିକ୍ଟରୁ ବିଲଙ୍ଗସ୍ କରୁଛନ୍ତି ଆପଣମାନଙ୍କର ପୋଷ୍ଟ ଅଫିସ୍ ସବୁ କିଛି ଡିଟେଲ୍ସ ଏଠି ଆପଣମାନେ ଦେବେ। ଦେଇ ସାରିଲା ପରେ ଦେଖନ୍ତୁ ତାପରେ ରହିଛି ଫୁଲ୍ ଆଡ୍ରେସ୍ ଦେଇ ସାରିଲେ ଅପଲୋଡ୍ ଗ୍ରିଭେନ୍ସ ଡକ୍ୟୁମେଣ୍ଟ। ଗ୍ରିଭେନ୍ସ ଡକ୍ୟୁମେଣ୍ଟରେ ଆପଣମାନେ କ'ଣ ଦେବେ ମନେ ରଖନ୍ତୁ ଯଦି ଆପଣମାନଙ୍କର ପୂର୍ବରୁ ଆଧାର କାର୍ଡରେ କରେକ୍ସନ୍ କରିଥିଲେ କରେକ୍ସନ୍ କଲା ପରେ ଆପଣମାନେ ଯୋଉ ଷ୍ଟାଟସ୍ ଚେକ୍ କଲା ପରେ ଆପଣମାନଙ୍କର ଯାହା ବି ଅପଡେଟ୍ ଦେଖଉଛି ଅର୍ଥାତ୍ ଆପଣମାନଙ୍କର ଦେଖଉଛି ଡେଟ୍ ଅଫ୍ ବାର୍ଥ ଲିମିଟ୍ କ୍ରସ୍ ତ ତାର ସ୍କ୍ରିନଶଟ୍ ତା ସହିତ ଆଧାର କାର୍ଡ ଏଇ ଦୁଇଟି ଡକ୍ୟୁମେଣ୍ଟକୁ ଆପଣମାନେ ଗୋଟେ ପିଡିଏଫ୍ ଫର୍ମାଟରେ ବନେଇବେ। ପିଡିଏଫ୍ ଫର୍ମାଟରେ ବନେଇ ଏଠି ଆପଣମାନଙ୍କର ଅପଲୋଡ୍ କରିବେ। ତାପରେ ଦେଖନ୍ତୁ ରହିଛି ସବଜେକ୍ଟ କ'ଣ ରହିଛି ଅର୍ଥାତ୍ ଆପଣମାନେ କ'ଣ ପାଇଁ ଆବେଦନ କରୁଛନ୍ତି। ଏଠି ଆପଣମାନଙ୍କର ସିମ୍ପଲି ଲେଖିଦେବେ ଯଦି ଆପଣମାନଙ୍କର ଆଧାର ଲିମିଟ୍ କ୍ରସ୍ ହେଇଯାଇଛି ତ ଲେଖିବେ ଆଇ ହେଭ୍ ତ ଏଠି ଆପଣମାନେ ସିମ୍ପଲି ଲେଖିଦେବେ ଆଇ ୱାଣ୍ଟ ଟୁ କରେକ୍ସନ୍ ମାଇ ଆଧାର କାର୍ଡ ଏମିତି ଖାଲି ଜଷ୍ଟ ଖାଲି ନର୍ମାଲ କିଛି ଲେଖିଦେବେ କିଛି ଲେଖିବାର ଆବଶ୍ୟକ ନାହିଁ ଖାଲି ସର୍ଟ ଫର୍ମରେ ଆପଣମାନେ ଲେଖିଦେବେ ବା ମାଇ ଆଧାର କରେକ୍ସନ୍ ଲିମିଟ୍ କ୍ରସ୍ ଏମିତି ଆପଣମାନେ ଗୋଟେ ସେଣ୍ଟେନ୍ସ ଲେଖିଦେବେ। ତାପରେ ଦେଖନ୍ତୁ ଏଠି ଆପଣମାନଙ୍କର ରହିଛି କ୍ଲିକ୍ ହିୟର ଅପସନରେ କ୍ଲିକ୍ କରିବେ ସବମିଟ୍ କରିଦେବେ। ସବମିଟ୍ କରିସାରିଲା ପରେ ଆପଣମାନଙ୍କର ଗୋଟେ ପିଡିଏଫ୍ ଯୋଉଟାକି ଏଠି ଓପନ୍ ହେଇଯିବ ଅର୍ଥାତ୍ ପିଡିଏଫ୍ ଆପଣମାନଙ୍କର ସ୍ଲଟ୍ ବୁକ୍ ହେଇଯିବ ଏବଂ ଆପଣମାନଙ୍କର ଏକନଲେଜମେଣ୍ଟ ଗୋଟେ ଆସିବ। ଏହି ଏକନଲେଜମେଣ୍ଟ ପିଡିଏଫ୍କୁ ଆପଣମାନେ ଡାଉନଲୋଡ୍ କରିବେ। ଡାଉନଲୋଡ୍ କଲା ପରେ ସେଇ ପିଡିଏଫ୍କୁ ଧରି ଆପଣମାନେ ଆପଣଙ୍କର ନେକ୍ସଟ ଯୋଉ ଡେଟ୍ ରହିଛି ଅର୍ଥାତ୍ ଏଇଟା ବର୍ତ୍ତମାନ ଆପଣମାନେ ଭିଡ଼ିଓ ଦେଖୁଛନ୍ତି ୟାର ନେକ୍ସଟ ମଣ୍ଡେ ଅଛି ଆପଣମାନଙ୍କର 29 ଜୁନ୍ ତ ଆପଣମାନେ ସେଇ ଡେଟ୍ରେ ଯୋଉଟାକି ଅକାକ ଟାୱାରକୁ ବା ଭୁବନେଶ୍ୱରକୁ ଯିବା ପାଇଁ ପଡ଼ିବ ଏବଂ ସେଠି ଆପଣମାନଙ୍କର ଆବଶ୍ୟକ ଡକ୍ୟୁମେଣ୍ଟ ଯେମିତିକି ଆପଣଙ୍କର ଆଧାର କାର୍ଡ ଏବଂ ଆପଣମାନେ ଯଦି ଡେଟ୍ ଅଫ୍ ବାର୍ଥ କରେକ୍ସନ୍ କରୁଛନ୍ତି ତାହେଲେ କେଉଁ ହିସାବରେ ଆପଣମାନେ ଡେଟ୍ ଅଫ୍ ବାର୍ଥ ରଖିବେ ଯେମିତିକି ମେଟ୍ରିକ୍ ସାର୍ଟିଫିକେଟ୍ ଆପଣମାନଙ୍କର ଯଦି ବାର୍ଥ ସାର୍ଟିଫିକେଟ୍ ଅଛି ବାର୍ଥ ସାର୍ଟିଫିକେଟ୍ ସେଗୁଡ଼ିକ ନେଇ ଆପଣମାନେ ଫର୍ମ ସବମିଟ୍ କରିବେ ଏବଂ ଯୋଉଦ୍ୱାରା କି ଆପଣମାନଙ୍କର ଯାହା ବି ପ୍ରୋବ୍ଲେମ୍ ଅଛି ସେଠି ସର୍ଟ ଆଉଟ୍ ହେଇପାରିବ। ତ ବହୁତ ବଡ଼ ଇନଫର୍ମେସନ୍ ରହିଛି ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭଲ ଲାଗିଥିବ। ତ ଯଦି ଭିଡ଼ିଓଟି ଭଲ ଲାଗିଛି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଏହି ଭିଡ଼ିଓଟି ବହୁତ ମାତ୍ରାରେ ସେୟାର କରିବେ ଯାହାଦ୍ୱାରା କି ସମସ୍ତଙ୍କର ବେନିଫିଟ୍ ହେଇପାରିବ। ଧନ୍ୟବାଦ।